ତ ଆପଣ ଲାଷ୍ଟ ଭିଡିଓ ତ ଦେଖିଥିଲେ ଆମେ ଆସିକି ହିମାଚଳ ପ୍ରଦେଶର ମନାଲିରେ ପହଞ୍ଚି ସାରିଥିଲୁ ବସଷ୍ଟାଣ୍ଡରେ। ବସଷ୍ଟାଣ୍ଡରୁ ଆମକୁ ଗୋଟେ କାର ବୁକ୍ କରିବାର ଥିଲା। ବୁକ୍ କରିକି ଆମେ ରୁମକୁ ଯିବାର ଥିଲା। ତ ଅଲରେଡି ଆମେ ଯୋଉଠି ବସଷ୍ଟାଣ୍ଡ ସେଇଠି ଜଷ୍ଟ ପାଖରେ ଆମେ ରହିବାର ବନ୍ଦୋବସ୍ତ କରିଥିଲୁ, ରୁମ ନେଇଥିଲୁ। ତ ଆମକୁ ଆଣିକି ଡ୍ରାଇଭର ଛାଡିଦେଲେ। ଡ୍ରାଇଭର ଭାଇ ବହୁତ ବଢିଆ ଲୋକ। ସେ ବହୁତ ଆମ ସାଙ୍ଗରେ ମିସିଂ ହେଲେଣି। ତ ଆମର ପ୍ୟାକେଜ ଅଛି ତ 5 ନାଇଟ୍ 6 ଡେ। ତ ଆମେ ଆସିକି ଏଇ ରୁମ ରେ ପହଞ୍ଚି ଯାଇଥିଲୁ। ଏଇ ରୁମ ର ଆପଣଙ୍କୁ ଦେଖୁଛି ଭିଉ ଟା କେମିତି କଣ ଆପଣଙ୍କୁ ଦେଖୁଛି ମନାଲିରେ ଦେଖନ୍ତୁ। ଆମେ ସେଠି କଣ ଚେକ୍ ଆଉଟ୍ ଥିଲା 10ଟା ବେଳେ। ତ ଲୋକମାନେ ଥିଲେ ତ ସିଏ ଚେକ୍ ଆଉଟ୍ କଲା ପରେ ଆମକୁ ରୁମ ମିଳିବ। ତ ସେଠି ସଫାସୁତୁରା ସବୁ ଚାଲିଥିଲା। ଆମେ ପହଞ୍ଚି ଯାଇଥିଲୁ 9:30 ବେଳେ। ତ 10ଟା ହେଲେ ସେ ଚେକ୍ ଆଉଟ୍ କଲେ। ତ ସେ ରୁମ ପରିଷ୍କାର କରିକି ଆମକୁ ଗୋଟେ ରୁମ ଦେଲେ। ଏଇଟା ହଉଛି ରୁମ ର ବାଲକୁନି। ଆମେ ଯାଇକି ଖାଇକି ଟିକେ ଫ୍ରେଶ ହେଇଗଲୁ। ଟାଇମ ହେଇଥିଲା 12ଟା। ତ ପୁଣି ବେଳେ ବାହାରି ଗଲୁ ବୁଲିବା ପାଇଁ। କାରଣ ଆମକୁ ଯୋଉ ଅଫର ମିଳିଛି 5 ଦିନର ବୁଲିକି ମାନେ 6 ଦିନ। 6 ଦିନର କମ୍ପ୍ଲିଟ କରିବାର ଅଛି। ତ ଯୋଉ ଯୋଉ ଲୋକେସନ ଆମକୁ ମିଳିଥିଲା, ଆମେ ଯୋଉ ଲୋକେସନ ଆମେ ନିଜେ ବି ଦେଖିଥିଲୁ ଫୋନରେ। ପ୍ୟାକେଜ ରେ ମିଳିଛି ଦେନ୍ ୟୁଟ୍ୟୁବ ସର୍ଚ୍ଚ କଲୁ କୋଉ ଜାଗାରେ କଣ ଅଛି। ସେଇ ଅନୁସାରେ ସେଇ ଡ୍ରାଇଭର ଭାଇଙ୍କୁ ଆମେ କହିଲୁ। ସେ ଡ୍ରାଇଭର ଆମକୁ ସାଇଡ ରେ ଯାହା ଅଛି ସେ ଜାଗାକୁ ବୁଲେଇଲେ। ମୁଁ ଅବଶ୍ୟ ଯେତିକି ନାଁ ଜାଣିନି ତ ସେଥିରେ କହିପାରିବିନି। କିନ୍ତୁ ଯାହା ଯାହା ଆପଣଙ୍କୁ ଦେଖୁଛି ଭିଡିଓ ଦେଖନ୍ତୁ। କାରଣ ମୁଁ ଯେତିକି ଚାହିଁଛି କରିଛି ବେଶିକା କିଛି କରିନି। କାରଣ ପ୍ରାୟତଃ ମୁଁ ଗାଡିରେ ବସିଲେ ମତେ ବାନ୍ତି ହୁଏ। ତେଣୁ ମୁଁ ମୋବାଇଲ ଟା ବେଶୀ ଇମ୍ପୋର୍ଟାଣ୍ଟ ଦିଏନି। ନିଜେ ଭାବେ ମୁଁ ଶୋଇ ପଡିଲେ ମୁଁ ଶାନ୍ତି ହେଇଯିବି, ମୋର କିଛି ହବନି। ତ ଏଇ ପେସେଣ୍ଟ ଗୁଣ ଯୋଗୁଁ ମୁଁ ସବୁଆଡେ ଟିକେ ସତର୍କ ରୁହେ, ବେଶୀ ମୋବାଇଲ ୟୁଜ କରେନି। ତ ଯେକୌଣସି ମାନେ ସର୍ଟ ସର୍ଟ ଭିଡିଓ ନେଇଛି ତ ସେଇଆକୁ ଅପଲୋଡ କରୁଛି, ଆପଣ ଦେଖନ୍ତୁ। ଏଠି ସାଇଟ ର ଯେତିକି ଆମେ ସବୁ ଭିଉ ନେଇଛୁ ଦେଖନ୍ତୁ। ଆମେ ଏଗୁଡା ଓହ୍ଲେଇକି ଯାଇଥିଲୁ, ଭିଡିଓ ବନେଇଥିଲୁ। କିନ୍ତୁ କିଛି କିଛି ମୁଁ ଗାଡିରେ ଗଲାବେଳେ ଭିଡିଓ ନେଇଛି, ଆପଣ ପୁରା ଦେଖନ୍ତୁ। ଭିଡିଓ ନେଇସାରିଲା ପରେ ପୁଣି ବୁଲି ଯାଇଥିଲୁ। ସେଠି ଛୋଟିଆ ମୋଟିଆ ମାର୍କେଟ ଅଛି। ବହୁତ ମାର୍କେଟ ଅଛି କିନ୍ତୁ ଆମେ ଯୋଉଟା କହିଲେ ଏଇଠି କଣ ବୁଦ୍ଧ ଦେବତାଙ୍କର ଏଠି ଗୋଟେ ଅଛି, ଅବଶ୍ୟ ଯିଏ ଜାଣିଥିବେ ଆସିଥିବେ। ତ ଆମେ ସେଇ ଜାଗାକୁ ଯାଇଥିଲୁ। କମ ବୁଲିକି ଆସିଲୁ କାରଣ ସେଟା ଚାହିଁଲେ ଇଭିନିଂରେ ଆମେ ଆସିପାରିବୁ। କିନ୍ତୁ ଯୋଉ ଜାଗା ଆମକୁ କମ ରେ ବୁଲି ହବ ତ ଭିଡିଓ ବହୁତ ସୁଟ କରୁଛି। କିଛି କିଛି ଆପଣଙ୍କୁ ଦେଖଉଛି ଦେଖନ୍ତୁ। ତ ଏଠି ଡ୍ରାଇଭର ଆଉ ଗୋଟେ କଥା ଜାଣିଛନ୍ତି ଆପଣ ମାନେ ଆମ ଓଡିଶାରେ 10 ଟଙ୍କାର ଗୁପଚୁପ ଖାଉଥିବେ 6ଟା। କିନ୍ତୁ ଆକ୍ଚୁଆଲି ଏଠି ଜାଣିଛନ୍ତି ଆମେ 30 ଟଙ୍କାର 6ଟା ଗୁପଚୁପ ଖାଇଲୁ 6ଟା। ବହୁତ ବାଧୁଛି। ବାଧିବ କାହିଁକି ଆଜ୍ଞା, ଯୋଉ ପ୍ୟାକେଜ କେବଳ ତାଙ୍କୁ ମିଳୁଛି ଆଉ ଆମେ କଣ ଖାଇବୁ ମାଗଣା ଖାଇବୁ। ଆମକୁ ତା ହାତରୁ ଖର୍ଚ୍ଚ କରତେ ପଡିବ ନା। ତ ସେଠି ଆମେ ଗୁପଚୁପ ଖାଇଥିଲୁ। ଖାଇ ପିଇକି ଆମେ ଏଇ ଯେ କହୁଥିଲେ ଛୋଟିଆ ମୋଟିଆ ମାର୍କେଟ ତ ଦେଖନ୍ତୁ ସେଇଠି ଆସିକି ପହଞ୍ଚି ଯାଇଥିଲୁ। ସେଠି ବୁଲିବା ପାଇଁ ଆମେ ଯାଇଥିଲୁ। ତ ଯେତିକି ଭିଡିଓ କରିଛି ଦେଖନ୍ତୁ। ପୁରା ଆହୁରି ଭିଡିଓ କରିଛି ତ 4 ସେକେଣ୍ଡରେ ମୋର ଏଟା ଏଡିଟିଂ କରିବାର ଅଛି। ତ 4 ସେକେଣ୍ଡରେ ଯାହା ଭିଡିଓ ମୁଁ ଆପଣଙ୍କୁ ଅପଲୋଡ କରୁଛି। ନେକ୍ସଟ ପୁଣି ଭିଡିଓରେ ମୁଁ ଅପଲୋଡ କରିବି। ଭିଡିଓ ଆପଣ ଦେଖୁଥାନ୍ତୁ। ଯୋଉମାନେ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ସେଇମାନେ ଜଲ୍ଦି କରିଦିଅନ୍ତୁ। କାରଣ ମୁଁ ଯେକୌଣସି ଭିଡିଓ ଅପଲୋଡ କରିବି ତ ଆପଣଙ୍କୁ ଫାଷ୍ଟ